ଯୁଗରେ ପାପ ଭାର ବଢ଼ିବା ହେତୁ ମଣିଷ ଅଳ୍ପାୟୁ ହେଇଯାଉଛି। ଆୟୁଷ୍ମାନ ଚାରି ପ୍ରକାର, ଗୋଟିଏ ଅଳ୍ପାୟୁ, ଗୋଟିଏ ପୂର୍ଣ୍ଣାୟୁ, ତାପରେ ମା ଦୀର୍ଘାୟୁ, ତାପରେ ପରମାୟୁ। ଅଳ୍ପାୟୁ କହିଲେ ଯେଉଁମାନେ 60 ବର୍ଷ ପୂର୍ବରୁ ଆଜ୍ଞା ମରିଯାଆନ୍ତି ସେମାନେ ଅଳ୍ପାୟୁ ଭୋଗ କରନ୍ତି। ଯେଉଁମାନେ 80 ବର୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି ଜାଣନ୍ତୁ ସେମାନେ ପୂର୍ଣ୍ଣାୟୁ ଭୋଗ କଲେ। 80 ବର୍ଷ ଯିଏ ଡେଇଁ ପଡ଼ିଲେ ଜାଣନ୍ତୁ ସେ ଦୀର୍ଘାୟୁ ହେଲେ। ମରିଗଲା ପରେ ଯେ ସମସ୍ତଙ୍କ ହୃଦୟରେ ଯାହାର ପ୍ରତିଛବି ରହିଗଲା ଜାଣନ୍ତୁ ତାର ପରମାୟୁ ବୃଦ୍ଧି ହେଲା। ବୋଲ ଆନନ୍ଦେ କାହିଁକି ନା ଜନ୍ମ ହୋଇନ ପ୍ରାଣୀ ଅବଶ୍ୟ ମରେ, ତାହାର ଜନ୍ମ ଧନ୍ୟ ଯାହା ପାଇଁ ଗୋଡ଼ି ମାଟି ଛୁରେ। ଆଉ ମା ତା ଜନ୍ମ ଧନ୍ୟ ହୋଇଯାଏ। ସଂସାରରୁ ଯଦି କିଛି ନେଇଯିବା ଆମେ ଅମୀର ହୋଇଯିବା, ଯଦି ସଂସାରକୁ କିଛି ଦେଇ ଯାଇଥିବା ଆମେ ଅମର ହେଇଯିବା।